ଦେଖନ୍ତୁ ଆମର ଓଡିଶା ରାଜ୍ୟ ସମବାୟ ସଂଘ ରାଜ୍ୟ ଶାଖାର ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟବ୍ୟାପୀ ଅର୍ଥାତ୍ 30ଟା ଜିଲ୍ଲାରେ ଆମର ଏହି ଜେନେରାଲ ବଡି ମିଟିଂ ଡକାଯାଇଛି। ଏହାର ତାତ୍ପର୍ଯ୍ୟ ଉଦ୍ଦେଶ୍ୟ ହେଉଛି ବିଗତ ଦିନମାନଙ୍କରେ ଯୋଉ ଆମର ରାଜ୍ୟ ସମବାୟ ସଂଘର ମୌଳିକ ଦାବି ଯୋଉଟାକି ଆପଣଙ୍କର ଲେବୁଲ 9 ସେଟା ଆମର ବହୁ ପ୍ରତୀକ୍ଷିତ ଦାବି ଏଯାଏଁ ସରକାର ପୂରଣ କରିନାହାନ୍ତି ସାର୍। ଆମେ ବାରମ୍ବାର ବାର୍ତ୍ତାଳାପ ପତ୍ରାଳାପ ମାଧ୍ୟମରେ ସରକାରଙ୍କୁ ଗୁହାରି ଜଣେଇଛୁ, ଆମର କ୍ଷୋଭ ପ୍ରକାଶ କରିଛୁ, ତଥାପି ସରକାର ଆମର ଜେନ୍ୟୁନ୍ ଡିମାଣ୍ଡ କର୍ଣ୍ଣପାତ କଲେ ନାହିଁ। ବିଗତ ମାସ ଆମେ ଏହା ପ୍ରତି ଆମେ ଅସନ୍ତୁଷ୍ଟ ହେଇକି ଆମେ ସମସ୍ତେ ଶାନ୍ତି ଉପାୟରେ 7ରୁ ଆମେ 11 ଯାଏ ଆମେ କଳାବେଶ ପରିଧାନ କରିଛୁ। ତାପରେ ଆମେ ଅଲ୍ଟିମେଟମ୍ ଦେଇଥିଲୁ 14 ତାରିଖରୁ ଆମେ ସାମୂହିକ ଛୁଟି ଯିବୁ, କିନ୍ତୁ ସରକାର ଇତିମଧ୍ୟରେ 9 ତାରିଖରେ ଜୁଲାଇ 9ରେ ଆମକୁ ଡାକି ଆଲୋଚନା କରିଥିଲେ। ଆଲୋଚନା ପରେ ମଧ୍ୟ ଯାହା କିଛି ନିଷ୍କର୍ଷ ବାହାରିଲା ସେ ଆମ ପାଇଁ ଉଚିତ ନଥିଲା, ଆମ ପାଇଁ ସେଟା ପ୍ରଯୁଜ୍ୟ ନଥିଲା। କାରଣ ଦେଖନ୍ତୁ ଓଆରଏସ୍ କ୍ଷେତ୍ରରେ ସେ ଯୋଉ ରଖିଛନ୍ତି ଯୋଉ ଆମେଣ୍ଡମେଣ୍ଟ କଲା ପରେ ଯୋଉ ମାନେ ରଖିଛନ୍ତି ଯୋଉ ପାରାଫର୍ନିଆ ସେଟା ଆମେ ଏଲିଜିବଲ ହେଇପାରିବୁନି ସାର୍। ଆମର ରାଜ୍ୟ ସମବାୟ ଗୋଟେ ମେଜର ପାର୍ଟ ନେଇକି ଅନୁପଯୁକ୍ତ ମାନେ ଇନିଲିଜିବଲ ହେଇଯାଉଛନ୍ତି, ସେମାନେ ଟୋଟାଲି ଓଆରଏସ୍ ହେଇପାରିବେନି। ଏହା କଣ ଆମ ପାଇଁ କୁଠାରହିତ ନୁହେଁ, ଏହା ପାଇଁ ଆମ କଣ ବଜ୍ରପାତ ନୁହେଁ। ତେଣୁ ଏତତ୍ ଭିନ୍ନ ତାହା ସହିତ ଆମର ଯୋଉ ମୌଳିକ ଦାବି ଆର୍ଥିକ ଦାବି ସାର୍ ଆମେ ଚାହୁଁଛୁ ଲେବୁଲ 9 ଆମର ତୁରନ୍ତ ଶେଷ କରନ୍ତୁ, ନହେଲେ ଆମର ନିଷ୍ପତ୍ତି ଯୋଉଟା ଆମର ରାଜ୍ୟ ଶାଖା ଆମକୁ ନିର୍ଦ୍ଦେଶ ଦେଇଛନ୍ତି ଆଗାମୀ ଅଗଷ୍ଟ ମାସ 11 ତାରିଖରୁ ରାଜ୍ୟବ୍ୟାପୀ ସାର୍ ଆମେ ସମସ୍ତେ ସାମୂହିକ ଛୁଟିରେ ଯାଉଛୁ। ଏଇ କିଛି ଦିନ ହେଲା ଆମେ ଦେଖୁଛୁ ସରକାର ଆମକୁ ଗୋଟେ ମାସ ସମୟ ମାଗିଥିଲେ, ରିଷ୍ଟ୍ରକ୍ଚର କରି ପଦବୀ ପୁନର୍ଗଠନ କରିବା ପାଇଁ ଯୋଉ ଆଶ୍ୱାସନା ଦେଇଥିଲେ ଏପର୍ଯ୍ୟନ୍ତ ବାହାରି ନାହିଁ। ତେଣୁ ଆମ ମନରେ ବହୁତ ଅସନ୍ତୁଷ୍ଟ, କ୍ଷୋଭର ବନ୍ୟା ଆମ ଦେହରେ ଯୋଡୁଛି ସାର୍। ତେଣୁ ଆମେ ସରକାରଙ୍କୁ ଚେତାଇ ଦେବାକୁ ଚାହୁଁ ଏବେ ମଧ୍ୟ ସମୟ ଅଛି। এই ରାଜ୍ୟ ସମବାୟ ମାନଙ୍କର ଯୋଉ ମନୋବଳ ଯୋଉ ଭଙ୍ଗୁଛନ୍ତି, ଆମେ ଯୋଉ ବନ୍ୟା ବାତ୍ୟା ମରୁଡି ବିଭିନ୍ନ ଜରୁରୀକାଳ ସମୟରେ ନିଜର ପରିବାର ଛାଡି ଆମେ କାମ କରୁଛୁ, ତାର ଫଳସ୍ୱରୂପ ଆମକୁ ଆଜି ପର୍ଯ୍ୟନ୍ତ 70 ବର୍ଷ ହେଲା ଆମର ଗୋଟେ ମୌଳିକ ସୁବିଧା ଆମକୁ ଦେଲେ ନାହିଁ। ତେଣୁ ଆମେ ଭାବନ୍ତୁ ଆମ ଗୋଟେ ନିଜର ପରିବାର ବର୍ଗର ପିଲାମାନଙ୍କୁ ପାଠ ପଢେଇବା ଦୂରର କଥା, ନିଜର ବୁଢାବୁଢୀ ବାପା ମାଙ୍କୁ ଆମେ ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ବା ଚିକିତ୍ସା ପାଇଁ ଆମେ ଅର୍ଥ କୋଉଠୁ ଯୋଗାଡ଼ କରିପାରୁ। ତେଣୁ ଆମର ଅନୁରୋଧ ରହିବ ରାଜ୍ୟ ସରକାର ପୁନର୍ବାର ଆମର ଦାବି ତୁରନ୍ତ 11 ଅଗଷ୍ଟ ପୂର୍ବରୁ ପୂରଣ କରନ୍ତୁ, ନହେଲେ କୋରାପୁଟ ଜିଲ୍ଲା ଶାଖା ରାଜ୍ୟ ଶାଖା ନିର୍ଦ୍ଦେଶ କ୍ରମେ 11 ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୂହିକ ଛୁଟି ଯିବ। ସେଥିପାଇଁ ସରକାରୀ ଦାୟୀ ରହିବେ।